ଆଜିର ପ୍ରସଙ୍ଗ ଦେଶରେ ସାମାଜିକ ସୁରକ୍ଷା କ୍ଷେତ୍ରରେ ସୃଷ୍ଟ ନୀରବ ବିପ୍ଳବ। ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ। ଉପସ୍ଥାପନାରେ ମୁଁ ମହେଶ୍ୱର ସାହୁ। ନାଗରିକଙ୍କୁ ସାମାଜିକ ସୁରକ୍ଷା ଯୋଗାଇ ଦେବାରେ ଭାରତ ଉଲ୍ଲେଖନୀୟ ସଫଳତା ହାସଲ କରିଛି। 2015 ମସିହାରେ ସାମାଜିକ ସୁରକ୍ଷା ପରିସର ମାତ୍ର 19% ଥିବାବେଳେ ଏହା 64.3%କୁ ବୃଦ୍ଧି ପାଇଛି। ଏକ ଆକଳନ ଅନୁଯାୟୀ ଏବେ 94 କୋଟି 30 ଲକ୍ଷରୁ ଅଧିକ ଲୋକ ଅତି କମ୍ରେ ଗୋଟିଏ ସାମାଜିକ ସୁରକ୍ଷା ଯୋଜନାର ଲାଭ ପାଉଛନ୍ତି। ଅନ୍ତର୍ଜାତୀୟ ଶ୍ରମ ସଂଗଠନ ଭାରତର ଏହି ଅଭୂତପୂର୍ବ ସଫଳତାକୁ ଉଚ୍ଚ ପ୍ରଶଂସା କରିଛି। ଗତ 10 ବର୍ଷ ମଧ୍ୟରେ ଦେଶରେ ସାମାଜିକ ସୁରକ୍ଷା ପ୍ରଦାନ କ୍ଷେତ୍ରରେ 45% ଅଭିବୃଦ୍ଧି ହାସଲ ଘଟିଛି। ନାଗରିକଙ୍କୁ ସାମାଜିକ ସୁରକ୍ଷା ପ୍ରଦାନ କରିବାରେ ଚୀନ ପରେ ଭାରତ ଦ୍ୱିତୀୟ ସ୍ଥାନରେ ରହିଛି। କର୍ମଚାରୀ ଭବିଷ୍ୟନିଧି ସଂଗଠନ ଇପିଏଫ୍ରେ ଗତ ମେ ମାସରେ ସର୍ବାଧିକ 20,06,000 ସଦସ୍ୟ ଯୋଡ଼ି ହୋଇଛନ୍ତି। ଗତ 2018 ଏପ୍ରିଲ ମାସରେ ଇପିଏଫ୍ ସଦସ୍ୟତା ପକ୍ଷ ସଂଗ୍ରହ ହେବା ପରଠାରୁ ଏହି ସଂଖ୍ୟା ଏପର୍ଯ୍ୟନ୍ତ ସବୁଠାରୁ ଅଧିକ ଥିବା ଜଣାପଡ଼ିଛି। ଶ୍ରମ ଓ ନିଯୁକ୍ତି ମନ୍ତ୍ରଣାଳୟ ଏକ ବିବୃତ୍ତିରେ କହିଛି, ଏହି ନୂତନ ସଦସ୍ୟଙ୍କ ମଧ୍ୟରେ 2,62,000 ମହିଳା ଏବଂ 18ରୁ 25 ବର୍ଷ ମଧ୍ୟରେ 5,60,000 ସଦସ୍ୟ ଅଛନ୍ତି। ଗତ ଏପ୍ରିଲ ମାସ ତୁଳନାରେ ଏଥିରେ 4.79% ବୃଦ୍ଧି ଘଟିଛି। ଏହି ସଫଳତା ନିଯୁକ୍ତି କ୍ଷେତ୍ରରେ ବୃଦ୍ଧିକୁ ପ୍ରତିପାଦନ କରୁଛି ବୋଲି ମନ୍ତ୍ରଣାଳୟ କହିଛି। ସେହିଭଳି ଖାଦ୍ୟ, ବସ୍ତ୍ର, ବାସଗୃହ, ସ୍ୱାସ୍ଥ୍ୟସେବା ଉପଲବ୍ଧତାକୁ ଦୃଷ୍ଟିରେ ରଖି କାର୍ଯ୍ୟକାରୀ ହେଉଥିବା ଯୋଜନାଗୁଡ଼ିକ ସାମାଜିକ ସୁରକ୍ଷା ଅଧୀନରେ ଆସିଥାଏ। ଦେଶରେ ମନରେଗା, ଇପିଏଫ୍ଓ, ଇଏଫ୍ଆଇସି, ଅଟଳ ପେନ୍ସନ ଯୋଜନା, ପିଏମ୍ ପୋଷଣ, ପିଏମ୍ ଆୟୁଷ୍ମାନ ଜନ ଆରୋଗ୍ୟ ଯୋଜନା ଆଦି 34ଟି ପ୍ରମୁଖ କେନ୍ଦ୍ରୀୟ ଯୋଜନାରେ ନାଗରିକଙ୍କୁ ବିଭିନ୍ନ ପ୍ରକାର ସାମାଜିକ ସୁରକ୍ଷା ପ୍ରଦାନ କରାଯାଉଛି। ଦେଶରେ 50 କୋଟିରୁ ଅଧିକ ଶ୍ରମଶକ୍ତି ଅଛନ୍ତି। ସେମାନଙ୍କ ମଧ୍ୟରେ 90% ଅଣସଂଗଠିତ କ୍ଷେତ୍ରରେ କାମ କରନ୍ତି। ଶ୍ରମିକଙ୍କ ସ୍ୱାସ୍ଥ୍ୟ ରକ୍ଷାକୁ ଦୃଷ୍ଟିରେ ରଖି ସରକାର 29ଟି ପୁରାତନ ଶ୍ରମ ଆଇନକୁ ଉଚ୍ଛେଦ କରି 4ଟି ଶ୍ରମ ସଂହିତା କାର୍ଯ୍ୟକାରୀ କରିଛନ୍ତି। ଡିଜିଟାଲ ଏବଂ ଆର୍ଥିକ ଆଧାର ନିର୍ମାଣ ପାଇଁ ମଧ୍ୟ ଅନେକ ଯୋଜନା ପ୍ରଣୟନ କରାଯାଇଛି। ପ୍ରଧାନମନ୍ତ୍ରୀ ଜନଧନ ଯୋଜନାରେ 55 କୋଟି 64 ଲକ୍ଷ ଲୋକଙ୍କର ବ୍ୟାଙ୍କ ଖାତା ଖୋଲାଯାଇଛି। 142 କୋଟି ଆଧାର କାର୍ଡ଼ ଏକକ ଡିଜିଟାଲ ପରିଚୟ ବ୍ୟବସ୍ଥା ମାଧ୍ୟମରେ ପ୍ରକୃତ ହିତାଧିକାରୀଙ୍କ ପାଖରେ ସରକାରୀ ଯୋଜନାର ସୁଫଳ ବ୍ୟାଙ୍କ ଖାତା ମାଧ୍ୟମରେ ସିଧାସଳଖ ପହଞ୍ଚାଯାଇ ସାରିଛି। ଏହାଦ୍ୱାରା 3,48,000 କୋଟି ଟଙ୍କା ସରକାରୀ ଅର୍ଥ ସଞ୍ଚୟ ହୋଇପାରୁଛି। ଚଳିତ ବର୍ଷ ଏପର୍ଯ୍ୟନ୍ତ ଦେଶର 99.6% ଅଞ୍ଚଳରେ 5G ସେବା ପହଞ୍ଚି ପାରିଛି। ଇଣ୍ଟରନେଟ୍ ଡାଟା ଦର ମଧ୍ୟ ଗତ ଏକ ଦଶନ୍ଧି ମଧ୍ୟରେ ପ୍ରତି ଜିବି ପିଛା 308 ଟଙ୍କାରୁ ହ୍ରାସ ପାଇ 9.34 ପହଞ୍ଚିଛି। ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନା ଅଧୀନରେ କମ୍ ଆୟବର୍ଗର ନାଗରିକଙ୍କୁ ଦୁର୍ଘଟଣାଜନିତ ବୀମା ରାଶି ପ୍ରଦାନ କରାଯାଇ ପାରୁଛି। ଏପର୍ଯ୍ୟନ୍ତ ଏହି ଯୋଜନାରେ 51 କୋଟି 60 ଲକ୍ଷ ଲୋକ ସାମିଲ ହୋଇଛନ୍ତି। ସେହିଭଳି ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ବୀମା ଯୋଜନା ଅଧିକାରୀଙ୍କୁ ବାର୍ଷିକ 2 ଲକ୍ଷ ଟଙ୍କାର ନବୀକରଣ ଯୋଗ୍ୟ ଜୀବନ ଯୋଗାଇ ଦେଉଛି। ଏଥିପାଇଁ ବାର୍ଷିକ ମାତ୍ର 436 ଟଙ୍କା ପ୍ରିମିୟମ ବାବଦରେ ଦେବାକୁ ପଡୁଛି। ଗତ ମେ ମାସ ସୁଦ୍ଧା ଏହି ଯୋଜନାରେ 23 କୋଟି 64 ଲକ୍ଷ ଲୋକ ସାମିଲ ହୋଇଛନ୍ତି। ପ୍ରଧାନମନ୍ତ୍ରୀ ଶ୍ରମଯୋଗୀ ମନଧନ ଯୋଜନା ଅଣସଂଗଠିତ କ୍ଷେତ୍ରର ଶ୍ରମିକଙ୍କୁ 60 ବର୍ଷ ବୟସ ପରେ ମାସିକ 3,000 ଟଙ୍କାର ପେନ୍ସନ ଯୋଗାଣ ପାଇଁ ଉଦ୍ଦିଷ୍ଟ। ଏହି ଯୋଜନା ଅଧୀନରେ ଏପର୍ଯ୍ୟନ୍ତ 51 କୋଟି 35 ଲକ୍ଷରୁ ଅଧିକ ଶ୍ରମିକ ପଞ୍ଜୀକୃତ ହୋଇଛନ୍ତି। ଅଟଳ ପେନ୍ସନ ଯୋଜନା ପାଇଁ ସରକାର 43,370 କୋଟି ଟଙ୍କା କର୍ପସ ପାଣ୍ଠି ସୃଷ୍ଟି କରିଛନ୍ତି। ଏହି ଯୋଜନା ଅଧୀନରେ ଅଣସଂଗଠିତ ଶ୍ରମକ୍ଷେତ୍ର 7 କୋଟି 25 ଲକ୍ଷ ହିତାଧିକାରୀ ପଞ୍ଜୀକୃତ ହୋଇଛନ୍ତି। ପିଏମ୍ ବିଶ୍ୱକର୍ମା ଯୋଜନା ଅଧୀନରେ ଏପର୍ଯ୍ୟନ୍ତ 23,07,000ରୁ ଅଧିକ କାରିଗର ଆର୍ଥିକ ପ୍ରୋତ୍ସାହନ ସହିତ କାରିଗରୀ ଶିଳ୍ପ ପାଇଁ ବ୍ୟବହୃତ ସାମଗ୍ରୀ ପାଇଛନ୍ତି। ଏପର୍ଯ୍ୟନ୍ତ 41 କୋଟି 29 ଲକ୍ଷ ଆୟୁଷ୍ମାନ କାର୍ଡ଼ ପ୍ରଦାନ କରାଯାଇଛି। ସମଗ୍ର ଦେଶରେ 32,000ରୁ ଅଧିକ ହସ୍ପିଟାଲ ସ୍ୱାସ୍ଥ୍ୟସେବା ପ୍ରଦାନ ପାଇଁ ପଞ୍ଜୀକୃତ ହୋଇଛନ୍ତି। ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାରେ 80 କୋଟି 76 ଲକ୍ଷରୁ ଅଧିକ ମାଗଣାରେ ଖାଦ୍ୟଶସ୍ୟ ପାଇପାରୁଛନ୍ତି। ଦିବ୍ୟାଙ୍ଗଜନ ଏବଂ ତୃତୀୟ ଲିଙ୍ଗୀ ବ୍ୟକ୍ତିବିଶେଷଙ୍କ ପାଇଁ ମଧ୍ୟ ବିଭିନ୍ନ ଯୋଜନା ପ୍ରଣୟନ କରାଯାଉଛି।